देखिनियो आज्ञा गुरुजी। आपणଙ୍କ ଉପରେ ତନ୍ତ୍ରର ପ୍ରଭାବ ଅଧିକ ରହୁଛି। ସର୍ବଦା ଚିଡଚିଡ ହୁଅନ୍ତି। କ୍ଲେଶ ଏବଂ କ୍ରୋଧର ପ୍ରଭାବ ବହୁତ ଅଧିକ ରହୁଛି। ଉଦ୍ଧତ ହେଉଥିଲେ ଆପଣ। ରାତି ରାତି ଧରି ଆପଣ ଉଦ୍ଧତ ଭରା କାମ କରୁଥିଲେ। ପତ୍ନୀଙ୍କୁ ରାତି ସାରା ଶୋଇବା ପାଇଁ ମଧ୍ୟ ଦେଉନଥିଲେ, ହଇରାଣ କରୁଥିଲେ, କ୍ଲେଶ ଲାଗି ରହୁଥିଲା। କୋର୍ଟ କଚେରୀର ଯନ୍ତ୍ରଣା ମଧ୍ୟ ଆପଣଙ୍କ ଉପରେ ବହୁତ ଅଧିକ ଥିଲା। କଣ ଠିକ କହୁଛି ନା ନାଇଁ? आज्ञा बिल्कुल। ପିତୃପୁରୁଷଙ୍କର ସେବା କରୁନାହାନ୍ତି ତଥା ଦେବୀ ଦେବତା ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ରୁଷ୍ଟ ଅଛନ୍ତି। ଚିନ୍ତା କରନ୍ତୁ ନାହିଁ, ଆଶୀର୍ବାଦ ଅଛି। ସ୍ତ୍ରୀ ଏବଂ ପିଲା ଛୁଆ ପୁଣି ଫେରି ଆସିବେ। ଘରେ ଯେଉଁ କ୍ଲେଶ କରାଯାଇଥିଲା, ଲକ୍ଷ୍ମୀ ଯେଉଁ ବନ୍ଧନ କରାଯାଇଥିଲା ଏବଂ ତନ୍ତ୍ର ମଧ୍ୟ ତୀବ୍ର ଗତିରେ ପ୍ରଭାବ ଯେଉଁ ପକାଉଥିଲା, ତାହା ଆପଣଙ୍କୁ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ କରୁଥିଲା ଏବଂ ମନ ଭିତରୁ ଅନ୍ତଃସ୍ୱରରୁ ଏପରି ଲାଗୁଛି ଯେମିତି କେହି ଆପଣଙ୍କ ସହ କଥୋପକଥନ କରୁଛନ୍ତି ଏବଂ ଅନେକ ଜାଗା ଆପଣ ଯାଇଛନ୍ତି ଯାହାର ବନ୍ଧନ ଆପଣଙ୍କ ଉପରେ ଲାଗି ରହିଛି। ବୁଝିଲେ? ଠିକ କହୁଛି ନା ଭୁଲ କହୁଛି? बिल्कुल ठीक कथा ଅନେକ कहते। ଜାଗାକୁ ଯାଇଛନ୍ତି। आज्ञा ଯାଇଛନ୍ତି ନା ନାଇଁ? आज्ञा बिल्कुल ठीक कहते। ଜୟ ମା ମାତଙ୍ଗୀ ଧାମ କି ଜୟ। ମୁଁ ଗ୍ରାମ ଗିରଥରୁ ଜିଲ୍ଲା ଧନ୍ତରୀ ସୁଦୂର ଛତିଶଗଡ଼ରୁ ମୁଁ ଏଠିକି ବାବାଙ୍କ ଧାମକୁ ଆସିଛି। ଆଉ ମୋ ନାଁ ହେଉଛି କମଳ ନୟନ ସାହୁ। ମୋ ପତ୍ନୀ ନାଁ ସୁମନ ସାହୁ। ମୋ ସ୍ତ୍ରୀ ସୁମନ ସାହୁ ଉପରେ ତନ୍ତ୍ରବିଦ୍ୟା ଆଦି ସମସ୍ୟା ଲାଗି ରହିଥିଲା। ଆଉ ଆଜିଠୁ 4 ବର୍ଷ ପୂର୍ବେ ବହୁତ ଜାଗାକୁ ଗଲି, କୌଣସି ବି ଜାଗାରେ ମୋର ସମାଧାନ ମିଳିଲାନି। ମୋ ସ୍ତ୍ରୀ ବି ଠିକ୍ ହେଲାନି। ଆଉ ତାପରେ ମୋତେ 15 ତାରିଖରେ ଜଣାପଡ଼ିଲା ଯେ ଏଠି ଏକ ଦିବ୍ୟ ଧାମ ଲାଗିଛି। ଆଉ ଏଠିକି ଆସିଛନ୍ତି ଗୁରୁଦେବ ମହାରାଜ। ତାପରେ ଆମେ ଏଠିକି ଆସିଲୁ। ଆଉ ମୋର ଯାହା ବି ସମସ୍ୟା ଅଛି ସେ ସବୁ ସତ ସତ ମୋତେ କହିଲେ। ମୋତେ ବହୁତ ଖୁସି ଲାଗିଲା। ଆଉ ମୋର ଆଶା ଅଛି ମୋର ସବୁ ସମସ୍ୟା ଏଠି ସମାଧାନ ହେଇଯିବ। ଆଉ ସବୁ କଷ୍ଟ ମୋର ଏଠି ଦୂର ହେଇଯିବ। ଆଉ ବାକି ଲୋକମାନଙ୍କୁ ମଧ୍ୟ ମୁଁ ଏଇଆ କହିବି କି ଏଠିକି ସମସ୍ୟା ନେଇ ଆସି ଠିକ୍ ହେଇଯାନ୍ତୁ। ଜୟ ମା ମାତାଙ୍ଗୀ। এই ଦେଖନ୍ତୁ ଆସନ୍ତୁ। ଆପଣ ବହୁତ ଦୁଃଖୀ ଅଛନ୍ତି। ଆପଣଙ୍କ ଗୃହରେ କ୍ଲେଶ ଅଛି, ଅଶାନ୍ତି ଅଛି, ବିବାହ ନ ହେବାରୁ ଅଶାନ୍ତି ଅଛି। ଆପଣଙ୍କର କଥା ମାନୁନାହାନ୍ତି ଆପଣଙ୍କର ପିଲାମାନେ। ଠିକ ଅଛି, ଓଲଟା ଆପଣଙ୍କୁ ହିଁ ଭୁଲ ଭାବୁଛନ୍ତି। ସେମାନେ ଧମକ ଦଉଛନ୍ତି ଆପଣଙ୍କୁ, କହୁଛନ୍ତି ଯା ପଳା, ଘରୁ କୁଆଡେ ପଳା। ଅକାଳ ମୃତ୍ୟୁ ମଧ୍ୟ ଲାଗି ରହିଛି ଆପଣଙ୍କ ଗୃହରେ। ଘରେ କୁଳଦେବୀ ଦେବତାଙ୍କର କୌଣସି ଫଟୋ ନାହିଁ। ପିତୃପୁରୁଷଙ୍କର ଫଟୋ ପୁରା ଧୂଳିରେ ପଡି ରହିଛି। ଆପଣଙ୍କ ପିଲାମାନଙ୍କର ବିବାହ ଅତି ଶୀଘ୍ର ହେବ। ଆପଣଙ୍କ ମାତାଙ୍କର ଦେହ ଖରାପ ଅଛି, ସମୟ କମ ଅଛି, ସେଥିପାଇଁ ତାଙ୍କର ଦେହ ଖରାପ ରହୁଛି। ଘରେ ହଳଦିଆ କଉଡି ରଖାଯାଇଛି। ଯୋଉ ହଳଦିଆ କଉଡି ଥାଏ ନା, ତାକୁ କୌଣସି ବିଭୂତି ଭିତରେ ପୁରେଇକି ରଖାଯାଇଛି। ଗୁପ୍ତ ସ୍ଥାନରେ ଅଛି, ଛୋଟିଆ ସ୍ଥାନରେ ଅଛି। ତାକୁ ବାହାର କରିକି ବିସର୍ଜିତ କରିଦେବା ଉଚିତ। ସେ ବିଭୂତି ସହିତ ସେ କଉଡିକୁ ମଧ୍ୟ ବିସର୍ଜିତ କରିବେ। ଆପଣଙ୍କର ବାପ ଘରେ ଧନର ସମସ୍ୟା ରହିଛି, ଉଧାର ନେବାକୁ ପଡୁଛି ଆପଣଙ୍କୁ ଚଳିବା ପାଇଁ। ଆପଣ ଚାହାନ୍ତି ଯେ ଆପଣଙ୍କ ବାପ ଘରେ ଏବଂ ଶାଶୁ ଘରେ ଉଭୟ ସ୍ଥାନରେ ସୁଖ ଶାନ୍ତି ବଜାୟ ରହୁ, ଚଳିବା ପାଇଁ କୌଣସି ଆର୍ଥିକ ସମସ୍ୟା ନ ରହୁ, ସେ କାମନା ନେଇକି ଆସିଛନ୍ତି। ଏହା ତ କେଉଁଥିପାଇଁ ଆସିଛନ୍ତି? शारीरिक बाधा रोची गुरुजी। रोजी रोटी भी ठीक से मु कमे पारुनी। सफलता मते जमा भी मिली हाँ पारुनी गुरुजी। शारीरिक समस्या ए पछपटे दरज रहुची। मो मांकर मध्य सेही समस्या अछि। समान समस्या अछि। समस्या लागि रहुची, राति दिन समस्या लागि रहुची। ଆପଣଙ୍କର ଘରରେ ଆର୍ଥିକ ସମସ୍ୟା ଅଛି, ଶରୀର ମଧ୍ୟ ଠିକ ରହୁନି, କ୍ଲେଶ ଲାଗିକି ରହିଛି, କରଜ କ୍ରିୟା ମଧ୍ୟ ଅଛି। ଆଜ୍ଞା ମାତାଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହୁଛି ସବୁବେଳେ। ଆଜ୍ଞା ଆପଣଙ୍କର, ଆପଣଙ୍କ ମାଙ୍କର, ଆପଣଙ୍କର ଭଗିନୀଙ୍କର ଆଜ୍ଞା ସମସ୍ତଙ୍କର ଶାରୀରିକ ସମସ୍ୟା ରହିଛି। ଅଣ୍ଟା ପିଠିରେ ଯନ୍ତ୍ରଣା ରହୁଛି। ଆପଣଙ୍କର ମାତାଙ୍କର ନିଶ୍ୱାସ ମଧ୍ୟ ଆଜ୍ଞା ଫୁଲୁଛି। ଗୁରୁଦେବ। ଆପଣଙ୍କ ପଛରେ ଶତ୍ରୁ ଲାଗିଛନ୍ତି। ଶତ୍ରୁ ଦୋଷର ମଧ୍ୟ ତନ୍ତ୍ର କରାଯାଇଛି। ଆଜ୍ଞା ଗୁରୁଜୀ। ପିତୃପୁରୁଷ ପୀଡାରେ ଅଛନ୍ତି। ଘରେ ଦାରିଦ୍ର୍ୟ ଲକ୍ଷ୍ମୀଙ୍କର ବାସ ଆଜ୍ଞା ରହିଛି, ଯାହା ଫଳରେ କୌଣସି ପ୍ରକାର ସଫଳତା ମିଳୁନି। ଆଜ୍ଞା ଆର୍ଥିକ କ୍ଷେତ୍ରରେ ସର୍ବଦା ଅଭାବ ଦେଖା ଦେଉଛି। ଆଜ୍ଞା କେତେବେଳେ ଆପଣ ଗୁରୁଦେବ। ରୋଗରେ ପଡୁଛନ୍ତି, କେତେବେଳେ ମାତା। ଆଜ୍ଞା ସର୍ବଦା ଗୃହରେ ଆପଣଙ୍କର ରୋଗ ଲାଗି ଆଜ୍ଞା ରହୁଛି। ଗୁରୁଦେବ। ଚିନ୍ତା କରନ୍ତୁ ନାହିଁ, ଆଜ୍ଞା ସବୁ ଗୁରୁଦେବ। କିଛି ଠିକ ହେବ। ମାତାଙ୍କର ଆଜ୍ଞା ଗୁରୁଦେବ। ଆଶୀର୍ବାଦ ଅଛି। ଆର୍ଥିକ ପ୍ରଗତି ମଧ୍ୟ ହେବ ଏବଂ ଯେଉଁ ଆଜ୍ଞା ମନସ୍କାମନା ଗୁରୁଦେବ। ନେଇକି ଆସିଛନ୍ତି ତାହା ମଧ୍ୟ ଅବଶ୍ୟ ଆଜ୍ଞା ପୂର୍ଣ୍ଣ ଗୁରୁଦେବ। ହେବ।